ଖ୍ରୀଷ୍ଟ ପ୍ରେମରେ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ମୁଖ୍ୟ ବିଷୟବସ୍ତୁ ହେଉଛି ଇଲେକ୍ସନ୍ 2024। ଆଜିର ବିଷୟବସ୍ତୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହାକି ଆପଣଙ୍କ ନିମନ୍ତେ ଏବଂ ମୋ ନିମନ୍ତେ। ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ନିମନ୍ତେ ବିଶେଷ ଅନୁରୋଧ। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଆଲୋଚନା କରିବା ନିର୍ବାଚନକୁ ନେଇକି। ଆଉ এই ନିର୍ବାଚନ ବିଷୟରେ ବାଇବେଲ କ'ଣ ବର୍ଣ୍ଣନା କରେ, ଆମ ଦେଶ ବିଷୟରେ, ଶାସନ ବିଷୟରେ ବାଇବେଲ ପ୍ରକୃତିରେ କ'ଣ ବର୍ଣ୍ଣନା କରେ, ଆଉ ପ୍ରକୃତରେ ଯାହା ବି ବାଇବେଲ ବର୍ଣ୍ଣନା କରେ କେବଳ ତାହାକୁ ହିଁ ଆମେମାନେ ପାଳନ କରିବା, ଯାହାକି ପରମେଶ୍ୱର ମଧ୍ୟ ଚାହାନ୍ତି। ଏହା ହିଁ ପରମେଶ୍ୱରଙ୍କ ମଧ୍ୟ ଇଚ୍ଛା ଅଟେ। ତେବେ ଆଜିର ଯେଉଁ ମୁଖ୍ୟ ବିଷୟବସ୍ତୁ ହେଉଛି ଆମେମାନେ କାହାକୁ ଭୋଟ ଦେବା ଉଚିତ। ଯେପରି ଆପଣ ଥମ୍ବନେଲରେ ଦେଖିଲେ ଯେ ଖ୍ରୀଷ୍ଟିଆନ ଲୋକମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ଲୋକମାନେ, ସେମାନେ କାହାକୁ ଭୋଟ ଦେବା ଉଚିତ। କାରଣ ଅନେକ ପ୍ରକାର ରାଜନୈତିକ ଦଳଗୁଡ଼ିକ ଏ ଭାରତ ବର୍ଷରେ ଅଛନ୍ତି। ଯେପରିକି ଆପଣ ଜାଣନ୍ତି ବିଜେପି, ବିଜେଡ଼ି, କଂଗ୍ରେସ, ଏପରି ଆହୁରି ଅନେକ ରାଜନୈତିକ ଦଳଗୁଡ଼ିକ ଅଛନ୍ତି, ଯେଉଁମାନେ କି ପ୍ରତି 5 ବର୍ଷରେ ଥରେ ସେମାନେ ଇଲେକ୍ସନରେ ସେମାନେ ଭାଗ ନିଅନ୍ତି। ତେବେ ଆମେମାନେ କାହାକୁ ଆମେମାନେ ଭୋଟ ଦେବା। ତେବେ ମୋର ଗୋଟେ ବିଷୟ ମୁଁ କହିବି ଆପଣମାନଙ୍କୁ, ଯେ ପବିତ୍ର ବାଇବେଲ ଆମକୁ ଯାହା ନିର୍ଦ୍ଦେଶ ଦିଏ ଆମେମାନେ ତାହା ହିଁ ଆମେମାନେ କରିବା। ମୁଁ କାହା ବିରୁଦ୍ଧରେ କହୁନାହିଁ କି କୌଣସି ରାଜନୈତିକ ଦଳ ବିରୁଦ୍ଧରେ ମୁଁ ନୁହେଁ, କିନ୍ତୁ କେତୋଟି ପଏଣ୍ଟ ମୁଁ କହିବି। ସେ ପଏଣ୍ଟର ଆଧାରରେ ଆପଣମାନେ ଡିସାଇଡ୍ କରନ୍ତୁ ଯେ ପ୍ରକୃତରେ ଆପଣ କାହାକୁ ଭୋଟ ଦେବେ। ଯଦି ଆପଣ ବିଗତ 10 ବର୍ଷ ମଧ୍ୟରେ ଆପଣ ଯଦି କଳନା କରିବେ, ହିସାବ କରିବେ, ଆମର ଭାରତର ଶାସନ ବିଷୟରେ ଯଦି ଆପଣ ଚିନ୍ତା କରିବେ, ଆଉ ଯଦି ଆପଣ ଭାରତରେ ଥିବା ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କର ଅବସ୍ଥା ବିଷୟରେ ଚିନ୍ତା କରିବେ, ତେବେ ଭାରତରେ ଅନେକ ତାଡ଼ନା ଘଟିଅଛି। ହଁ ବନ୍ଧୁଗଣ, ଯଦି ଆପଣ ନ୍ୟୁଜ୍ ଦେଖିବେ କିମ୍ବା ଯଦି ଆପଣ ପ୍ରତିଦିନ ୟୁଟ୍ୟୁବ ଯଦି ଖୋଲିବେ, ପ୍ରତିଦିନ କେଉଁଠି ନା କେଉଁଠି ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି ଅତ୍ୟାଚାର ହେଉଛି, ଆଉ ଅନେକଙ୍କୁ ହତ୍ୟା ମଧ୍ୟ କରାଯାଉଛି। ଅନେକଙ୍କୁ ବିନା ଦୋଷରେ ସେମାନଙ୍କୁ ଜେଲରେ ସେମାନଙ୍କୁ ଭର୍ତ୍ତି କରି ଦିଆଯାଉଛି। ଏବଂ ସବୁଠାରୁ ଦୁଃଖର ବିଷୟ ହେଉଛି ଶାସନକର୍ତ୍ତାଙ୍କର ଉପସ୍ଥିତିରେ ଏ ସମସ୍ତ ବିଷୟ ହେଉଅଛି। ପୁଲିସର ଉପସ୍ଥିତିରେ ଏହି ସମସ୍ତ ବିଷୟ ହେଉଅଛି। ଯେପରି ବଜରଙ୍ଗ ଦଳ, ଶିବସେନା ଦଳ, ଏମାନେ ପୁଲିସର ଉପସ୍ଥିତିରେ ସେମାନେ ଆକ୍ରମଣ କରନ୍ତି ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ। ଆଉ ଅନେକ ପ୍ରମାଣ ମଧ୍ୟ ରହିଅଛି, ଅନେକ ଭିଡ଼ିଓ ମଧ୍ୟ ରହିଅଛି। ଆପଣ ଆଜିକାଲି ଅନେକ ଭିଡ଼ିଓ ଆପଣ ପାଇପାରିବେ। ଯଦି ଆପଣ ସର୍ଚ୍ଚ କରିବେ, ଗୁଗୁଲରେ ହେଉ କିମ୍ବା ୟୁଟ୍ୟୁବରେ ହେଉ, ଯଦି ସର୍ଚ୍ଚ କରିବେ, ଅନେକ ଭିଡ଼ିଓ ଆପଣଙ୍କ ସାମ୍ନାକୁ ଆସିବ, ଯେଉଁଠି ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି ଅତ୍ୟାଚାର ଏପରି ଅନେକ ଜାଗାରେ ମଧ୍ୟ ହେଉଅଛି। ପ୍ରତିଦିନ କେଉଁଠି ନା କେଉଁଠି ଏ ସମସ୍ତ ବିଷୟ ହେଉଅଛି। ଆଉ କେଉଁଠି ନା କେଉଁଠି ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି ଅତ୍ୟାଚାର ହେଉଛି, ଯେଉଁ ଅତ୍ୟାଚାର ଅସହ୍ୟ, ଯାହାକୁ ସହିବା ବହୁତ କଠିନକର ବିଷୟ ବା କାଠିକର ପାଠ। ଆଉ ସେଇଭଳି ଅତ୍ୟାଚାର କରାଯାଉଅଛି ଆଜିକାଲି ଖ୍ରୀଷ୍ଟିଆନ ସମାଜ ପ୍ରତି, ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି। ଆଉ ସବୁଠାରୁ ବଡ଼ ଉଦାହରଣ ହେଉଛି ମଣିପୁରରେ ହେଇଥିବା ଦଙ୍ଗା, ମଣିପୁରରେ ହେଇଥିବା ଖ୍ରୀଷ୍ଟିଆନ ତାଡ଼ନା। ଆଉ ସେଠାରେ ଏମିତି ତାଡ଼ନା ହେଇଥିଲା ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି, ଆଉ ଫଳରେ ଶାସନକର୍ତ୍ତା ମାନଙ୍କ ମଧ୍ୟରୁ କେହି ମଧ୍ୟ ସେଥିପ୍ରତି ଦୃଷ୍ଟି ମଧ୍ୟ କରେ ନାହିଁ। ତେବେ ଏଇଟା ହେଉଛି ମୂଳ ପଏଣ୍ଟ। ଆଉ କନ୍ଧମାଳ ଦଙ୍ଗା ବିଷୟରେ ଆପଣ ଜାଣିଥିବେ। ଆଉ ପ୍ରତିଦିନ କେଉଁଠି ନା କେଉଁଠି ତାଡ଼ନା ହେଉଅଛି, ତାଡ଼ନା ଚାଲିଅଛି। ଆଉ এই ସମସ୍ତ ବିଷୟ ହେଉଅଛି ଆଜିକାଲିର ରାଜନୈତିକ ଦଳର ଉପସ୍ଥିତିରେ। ତେବେ ପ୍ରିୟ ଭାଇ ଏବଂ ଭଉଣୀମାନେ, ମୁଁ କହିବି ନାହିଁ ଆପଣଙ୍କୁ
ଯେ ଆପଣ ୟାକୁ ଭୋଟ ଦିଅନ୍ତୁ କି ତାକୁ ଭୋଟ ଦିଅନ୍ତୁ, କିନ୍ତୁ ଯେତିକି ପଏଣ୍ଟ ମୁଁ ବର୍ତ୍ତମାନ କହିଲି ଖ୍ରୀଷ୍ଟିଆନ ସମାଜ ପ୍ରତି ଯେଉଁ ସବୁ ତାରଣା ଘଟୁଅଛି ବା ଘଟିଅଛି, ଆଉ ବର୍ତ୍ତମାନ ଖ୍ରୀଷ୍ଟିଆନ ସମାଜ ଯେଉଁଭଳି ପରିସ୍ଥିତି ଦେଇ ଗତି କରୁଛି, ସେହି ଅନୁସାରେ ଆପଣ ହିଁ ଚିନ୍ତା କରନ୍ତୁ ଆପଣ କାହାକୁ ଭୋଟ ଦେବେ। ତାପରେ ଆଉ ଗୋଟେ ବିଷୟ ମୁଁ କହିବି, ଅନେକ ଏଭଳି ମଧ୍ୟ ଚିନ୍ତା କରିଥାଇ ପାରନ୍ତି ଯେ ଆମେ କାହାକୁ ମଧ୍ୟ ଭୋଟ ଦେବୁ ନାହିଁ, ନା ଆମେ କଂଗ୍ରେସକୁ ଦେବୁ, ନା ବିଜେପି ଦେବୁ, ନା ଆମେ ବିଜେଡ଼ିକୁ ଦେବୁ, ଆମେ କାହାକୁ ମଧ୍ୟ ଭୋଟ ଆମେ କରିବୁ ନାହିଁ। ଏମିତି କିଛି ଭାଇ ଏବଂ ଭଉଣୀମାନେ ସେମାନେ ମଧ୍ୟ ଚିନ୍ତା କରିଥାଇ ପାରନ୍ତି, କିନ୍ତୁ ସେମାନଙ୍କର ଅବଗତି ନିମନ୍ତେ ମୁଁ ଗୋଟେ ବିଷୟ ଜଣାଇ ଦେବା ପାଇଁ ଚାହେଁ, ଆପଣ ସେମିତି ମଧ୍ୟ କରନ୍ତୁ ନାହିଁ। ଆପଣ ଯାଆନ୍ତୁ, ଭୋଟ ଦିଅନ୍ତୁ, କାରଣ ଭୋଟ ଦେବା ହେଉଛି ଆପଣଙ୍କର ଅଧିକାର। ଆପଣଙ୍କର ଶାସନକର୍ତ୍ତାକୁ ଆପଣ ବାଛିବେ, ଏହା ହେଉଛି ଆପଣଙ୍କର ଅଧିକାର, ସେ ଅଧିକାର ଆପଣଙ୍କର ହାତରେ ଅଛି। ଭୋଟ ନ ଦେବା ମଧ୍ୟ ତାହା ମଧ୍ୟ ପ୍ରଭୁଙ୍କ ବାକ୍ୟର ବିରୁଦ୍ଧ ଅଟେ। ତାହା କିପରି? ଯଦି ଆପଣ ରୋମିଓ ତାର 13 ପର୍ବ 1ରୁ 7 ପର୍ଯ୍ୟନ୍ତ ପଢ଼ିବେ, ତେବେ ଯଦି ଆପଣ ସେଇଟା ପଢ଼ିବେ, ସେ ବିଷୟକୁ ପଢ଼ନ୍ତୁ ଏବଂ ସେ ବିଷୟକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଆପଣ ଜାଣିପାରିବେ ଯେ ଆମ ଦେଶର ଶାସନ ବ୍ୟବସ୍ଥାକୁ ମଧ୍ୟ ସପୋର୍ଟ କରିବା ଆମମାନଙ୍କର ଅଧିକାର ଅଟେ ଏବଂ ଆମମାନଙ୍କର ଦାୟିତ୍ୱ ଅଟେ। ତେବେ ପ୍ରିୟ ଭାଇ ଏବଂ ଭଉଣୀମାନେ, 2024 ଇଲେକ୍ସନ କେବଳ 2024 ଇଲେକ୍ସନ ନୁହେଁ, ଆଗକୁ ଯେତେ ମଧ୍ୟ ଇଲେକ୍ସନ ଅଛି ହେବାର ଅଛି ବା ଆଗକୁ ଯେତେ ମଧ୍ୟ ଇଲେକ୍ସନ ହେବ, ସମସ୍ତ ଇଲେକ୍ସନରେ ଭୋଟ ଦେବା ନିମନ୍ତେ ଆପଣ ଯେତେବେଳେ ଯାଉଛନ୍ତି, ତେବେ ଆପଣ ଡିସାଇଡ୍ କରନ୍ତୁ, ନିଜେ ଡିସାଇଡ୍ କରନ୍ତୁ, ଏ ସମସ୍ତ ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଆପଣ ଡିସାଇଡ୍ କରନ୍ତୁ ଆପଣ କାହାକୁ ଭୋଟ ଦେବେ, କାହାକୁ ଆପଣଙ୍କର ନେତା ରୂପେ ବାଛିବେ। ଆପଣ ନିଜେ ହିଁ ନିଷ୍ପତ୍ତି ନିଅନ୍ତୁ। ଆପଣଙ୍କ ନିଷ୍ପତ୍ତି ଆପଣଙ୍କ ହାତରେ। ଆପଣଙ୍କର ଇଚ୍ଛା ଆଗରେ କେହି ମଧ୍ୟ କିଛି କରିପାରିବ ନାହିଁ। ତା ହେଉଛି ଆପଣଙ୍କର ଇଚ୍ଛା, ଆପଣଙ୍କର ଅଧିକାର। ତେବେ ଖ୍ରୀଷ୍ଟିଆନ ମାନେ କାହାକୁ ଭୋଟ ଦେବା ଉଚିତ? ଆଜିର ମୂଳ ପ୍ରସଙ୍ଗ ଥିଲା ଯେ ଖ୍ରୀଷ୍ଟିଆନ ଲୋକମାନେ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଲୋକମାନେ କାହାକୁ ଭୋଟ ଦେବା ଉଚିତ। ଆପଣ ଏହିଭଳି ଜଣେ ନେତାଙ୍କୁ ଆପଣ ବାଛନ୍ତୁ, କିମ୍ବା ଆପଣଙ୍କର ଚିନ୍ତାଧାରା ଅନୁସାରେ ଏଇଭଳି ଜଣେ ନେତା ହେବା ଦରକାର ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟକୁ ସପୋର୍ଟ କରୁଥିବ, ଆଉ ପ୍ରଭୁ ଯୀଶୁଙ୍କର କୌଣସି ସେବା କାର୍ଯ୍ୟରେ ବାଧା ଯେପରି ଜନ୍ମ ନଥିବ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟକୁ ଆଗକୁ ନେବା ନିମନ୍ତେ ସେ ଉତ୍ସାହିତ କରୁଥିବ, ଏଇଭଳି ଏକ ଦଳକୁ ଆପଣ ବାଛିବା ଦରକାର। ମୋର ମତ ଅନୁସାରେ, ମୁଁ ତ ମୋ କଥା କହିଦେଲି, ଏବେ ଆପଣଙ୍କର ପାଳି। ଏହା ହେଉଛି ଆପଣଙ୍କର ଇଚ୍ଛା, ଆପଣ ବାଛନ୍ତୁ ଏପରି କିଏ ଅଛି, ଆଉ ଭୋଟ ଦେବିନି ବୋଲି ସେଇଭଳି ଚିନ୍ତାଧାରା ମଧ୍ୟ ମନରେ ନ ରଖନ୍ତୁ, କାରଣ ଭୋଟ ଦେବା ହେଉଛି ଆପଣଙ୍କର ଜନ୍ମଗତ ଅଧିକାର। ଏହା ହେଉଛି ଆପଣଙ୍କର ଅଧିକାର। ଏହି ଅଧିକାର ଆପଣଙ୍କ ଠାରୁ କେହି ମଧ୍ୟ ଛଡ଼େଇ ନେଇ ପାରିବେ ନାହିଁ। ତେଣୁ ଆପଣ ଯାଆନ୍ତୁ ଭୋଟ ଦେବା ନିମନ୍ତେ, କାରଣ ପରମେଶ୍ୱରଙ୍କ ବାକ୍ୟ ମଧ୍ୟ ଭୋଟ ଦେବା ବିଷୟରେ ଆମମାନଙ୍କୁ ଉତ୍ସାହିତ କରେ। ବାଇବଲ ଲେଖା ଅଛି, କିନ୍ତୁ ପ୍ରତ୍ୟକ୍ଷ ଭାବରେ ନ ଲେଖା ହୋଇ ପରୋକ୍ଷ ଭାବରେ ଲେଖା ଅଛି। ଶାସନକର୍ତ୍ତା ମାନଙ୍କର ବଶୀଭୂତ ହେବା ନିମନ୍ତେ ଲେଖା ଅଛି, ଆଉ ସେଥିପାଇଁ ଶାସନକର୍ତ୍ତାକୁ ବାଛିବା ହେଉଛି ଆପଣଙ୍କର କାର୍ଯ୍ୟ ଅଟେ। ଆପଣ ରୋମିଓ ତାର 13 ପର୍ବ 1ରୁ 7 ଯଦି ପଢ଼ିବେ, ସେଠି ଏହି ସମସ୍ତ ବିଷୟ ଲେଖା ଅଛି। 13 ପର୍ବ ମୁଁ ପଢ଼ୁଛି, ପଢ଼ିକି ମୁଁ ସମାପ୍ତ କରିବି ଆଜିର ଭିଡ଼ିଓ। ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ, ଆଉ ଯେ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। ଅତଏବ ଯେ ଅଧିକାର ପ୍ରତିରୋଧ କରେ ସେ ଈଶ୍ୱରଙ୍କର ବିଧାନର ପ୍ରତିରୋଧ କରେ। ପୁଣି ଯେଉଁମାନେ ପ୍ରତିରୋଧ କରନ୍ତି ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ, କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର,
ତେବେ ସଦାଚାର କର, ତାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ। ଚାରିପଦ, କାରଣ ସେ ମଙ୍ଗଳ ନିମନ୍ତେ ତୁମ ପାଇଁ ଈଶ୍ୱରଙ୍କ ସେବକ। କିନ୍ତୁ ଯଦି ଅସଦାଚାର କର, ତାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖड्ग ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ୱରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି। 5. ଅତଏବ କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ। ଯେଣୁ ଏହି କାରଣରୁ ତୁମେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ୱରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି। 7. ଯାହାଙ୍କର ଯାହା ପ୍ରାପ୍ୟ ତାହାକୁ ତାହା ଦିଅ। ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ ତାହାଙ୍କୁ ରାଜସ୍ୱ ଦିଅ। ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ ତାହାଙ୍କୁ ଶୁଳ୍କ ଦିଅ। ଯାହାଙ୍କୁ ଭୟ କରିବାକୁ ହୁଏ ତାହାଙ୍କୁ ଭୟ କର। ଯାହାକୁ ସମାଦାର କରିବାକୁ ହୁଏ ତାହାଙ୍କୁ ସମାଦାର କର। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।